ପିଲାମାନେ ଏନ୍ଇପି ମଡେଲ ସିଲାବସର ଏଇସି ପେପର ପରିଶୁଦ୍ଧ ଭାଷା ଓ ଲିଖନ ଧାରା ଏଥିରେ ପ୍ରଥମ ଏକକ ବା ୟୁନିଟ୍ରେ ଶବ୍ଦ ଗଠନରେ ଶୁଦ୍ଧତା ସମ୍ପର୍କରେ ଆମେ ପୂର୍ବ ଅଡିଓରେ ଆଲୋଚନା କରିଥିଲେ। ଶବ୍ଦ ଗଠନରେ ଶୁଦ୍ଧତା ନିଶ୍ଚିତ ଭାବରେ ଅପରିହାର୍ଯ୍ୟ, କିନ୍ତୁ ଅଭ୍ୟାସ ଦ୍ୱାରା ଏହା ଶୁଦ୍ଧ ହେଇଥାଏ। କାରଣ ଆମର ଗତାନୁଗତିକ ଜୀବନରେ ଆମେ ଅନେକ ଶବ୍ଦ ଯେମିତି ସମ୍ମାନୀୟ କହୁ, ସମ୍ମାନୀୟ କହିଦଉ, ନ ଆସିଯାଏ ଶବ୍ଦଟା ମଝିରେ ସମ୍ମାନୀୟ, କିନ୍ତୁ ପ୍ରକୃତରେ ସେଟା ସମ୍ମାନୀୟ। ପୁଣି ମଧ୍ୟ ଭୁଲ ହେଲା, ସମ୍ମାନୀୟ ମଧ୍ୟ ସେ ଶବ୍ଦଟି ମଧ୍ୟ ଭୁଲ, ସମ୍ମାନନୀୟ। ଯେଭଳି ଆମେ ଅନେକ ଶବ୍ଦକୁ ବ୍ୟବହାରରେ ଭୁଲରେ ପ୍ରୟୋଗ କରୁ, ତେଣୁ ଆମକୁ ସେଥିପାଇଁ ଅଭ୍ୟାସ କରିବା ପାଇଁ ପଡ଼ିବ। ତେବେ ଏଇ ଏକକର ଆଉ ଏକ ରୂପ ହେଉଛି ରୂଢ଼ି ପ୍ରୟୋଗ। ରୂଢ଼ିର ଅର୍ଥ କ'ଣ ଆମେ ଆଗ ଜାଣିବା, ତାପରେ ରୂଢ଼ିର ପ୍ରୟୋଗ ବିଧି ସମ୍ପର୍କରେ ମଧ୍ୟ ଆଲୋଚନା କରିବା। କୁହାଯାଏ ଏଭ୍ରି ମ୍ୟାନ୍ ଇଜ୍ ଦ ଷ୍ଟାଇଲ୍। ପ୍ରତ୍ୟେକ ମଣିଷ ନିଜେ ଏକ ଶୈଳୀ, ଅର୍ଥାତ୍ ଆମେ ସମସ୍ତେ ଯେତେବେଳେ ଅନ୍ୟ ପାଖରେ ନିଜକୁ ଅଭିବ୍ୟକ୍ତ କରୁ, ଆମେ ଆତ୍ମପ୍ରକାଶ, ଆମ ନିଜର ଅନୁଚିନ୍ତାକୁ ଅଭିବ୍ୟକ୍ତ କରୁ ବା ଆତ୍ମପ୍ରକାଶ କରୁ, ସେ ଯୋଉ ପ୍ରକାଶ ଭଙ୍ଗୀ ବା ଆମ କହିବା ଶୈଳୀ, କହିବାର ଭଙ୍ଗୀ, ସେଗୁଡ଼ିକ ସବୁ ପରସ୍ପର ଠାରୁ ପରସ୍ପରର ଭିନ୍ନ ଥାଏ। ପ୍ରତ୍ୟେକ ମଣିଷର ନିଜସ୍ୱ ପ୍ରକାଶ ଭଙ୍ଗୀ ରହିଛି। ତେଣୁ ଆମକୁ ପ୍ରଥମେ ଜାଣିବା ପାଇଁ ପଡ଼ିବ ଯେ ଆମେ କୌଣସି କଥାକୁ କେମିତି କହୁ। ଧରାଯାଉ, ଏଇଠି ଉଦାହରଣ ଦେବା, ଆମେ ବେଳେବେଳେ ସିଧା ଅର୍ଥ ଅଭିବ୍ୟଞ୍ଜିତ କରୁଥିବା କଥାକୁ କହୁ, ଯେମିତିକି ସେ ମୋତେ ମାରିଲା। ସେ ମୋତେ ମାରିଲା, ସମସ୍ତେ ଜାଣିଲେ ସେ ମାରିଲା, କିନ୍ତୁ ସେ ମୋତେ ଖାଇବାରେ ମାରିଲା। ଜଣେ ମାରିବା ହେଉଛି ପ୍ରହାର କରିବା, ମାନେ କୌଣସି ବାଡ଼ିରେ ହଉ ଆଘାତ ଦେବା ସମ୍ଭବ ହୁଏ, ବାଡ଼େଇବା ସମ୍ଭବ ହୁଏ, କିନ୍ତୁ ଖାଦ୍ୟରେ ମାରିଲା ସେଟା କେମିତି ସମ୍ଭବ? ତେଣୁ ଏଥିରୁ କ'ଣ ଜଣାପଡ଼ୁଛି ଯେ କୌଣସି ଏମିତି କଥା ଯାହା ପ୍ରତ୍ୟକ୍ଷ ଅର୍ଥ ଯଦି ବୁଝା ପଡ଼ୁଛି, ତାହେଲେ ସେଟା ନିଶ୍ଚିତ ଭାବରେ ପ୍ରତ୍ୟକ୍ଷ ବାକ୍ୟ, ପ୍ରତ୍ୟକ୍ଷ ଶୈଳୀ। କିନ୍ତୁ ଯେତେବେଳେ ମୁଁ କହିଲି ସେ ଖାଦ୍ୟରେ ମୋତେ ମାରିଲା, କିମ୍ବା ହାତରେ ନୁହେଁ ଭାତରେ ମାରିଲା, ସେ ହାତରେ ନୁହେଁ ଭାତରେ ମାରିଲା, ଶବ୍ଦର ଅସ୍ତ୍ରରେ ସେ ମୋତେ ଆଘାତ ଦେଲା। ଆମେ ଜାଣିଛେ ଯେ ଅସ୍ତ୍ର ଦ୍ୱାରା ମଣିଷକୁ ଛେଦ କରାଯାଏ, ତାକୁ ଖଣ୍ଡିଆ କରାଯାଏ, କ୍ଷତ ଦିଆଯାଇପାରେ, କିନ୍ତୁ ଅସ୍ତ୍ର ଦ୍ୱାରା ନ କରିକି ସେ ମସି ଦ୍ୱାରା ବା ଲେଖନୀ ଦ୍ୱାରା ମୋତେ କ୍ଷତାକ୍ତ କଲା। ଲେଖନୀ ଦ୍ୱାରା ଜଣେ ଜଣକୁ କେମିତି କ୍ଷତାକ୍ତ କରିପାରିବ? ତେଣୁ ମୁଁ ଭାବୁଛି ଆପଣମାନେ ନିଶ୍ଚୟ ବୁଝିପାରୁଥିବେ। ତେଣୁ ଆଜି ସେମିତି କିଛିଟା ବାକ୍ୟ ଆପଣମାନଙ୍କ ପାଖରେ ମୁଁ ଉପସ୍ଥାପନ କରୁଛି। ଭିତରର ଅର୍ଥଟି ବା ସୂଚନା ଅର୍ଥଟି ଯେତେବେଳେ ପ୍ରତ୍ୟକ୍ଷ, ସେଇଟା ସମସ୍ତେ ବୁଝିପାରିବେ, କିନ୍ତୁ ବାକ୍ୟାଂଶ ଦ୍ୱାରା ମୌଳିକ ଅର୍ଥ ବା ଅଭିଧା ଅର୍ଥ ପ୍ରକାଶ ନ ପାଇ ଗୁମ୍ଫିତ ଅର୍ଥଟି ଯେତେବେଳେ ପ୍ରକାଶ ପାଏ, ଅର୍ଥାତ୍ ଯୋଉ ଉଦ୍ଦେଶ୍ୟରେ ଆମେ କହିଛେ ଭିତିରିଆ ଅର୍ଥଟି ଯେତେବେଳେ ପ୍ରକାଶ ପାଇଥାଏ, ସେତେବେଳେ ତାକୁ ଆମେ କହିଥାଏ ଯେ ଏହା ଏକ ରୂଢ଼ି। ରୂଢ଼ିର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ପ୍ରସିଦ୍ଧି ସମ୍ପନ୍ନ। ପ୍ରସିଦ୍ଧି ଅର୍ଥାତ୍ ରୂଢ଼ ହେଇଯାଇଛି, ବହୁ ଆବହମାନ କାଳରୁ ସେ କଥାଟି, ସେ ବାକ୍ୟାଂଶଟି ଏମିତି ଭାବରେ ଅର୍ଥ ଆଉ ରୂପ ଦୃଷ୍ଟିରୁ ଆମ ସମାଜରେ ପ୍ରଚଳିତ, ବ୍ୟବହୃତ, ଯେ ତାର ପ୍ରଚ୍ଛନ୍ନ ଅର୍ଥ, ତାର ଗୁହ୍ୟ ଅର୍ଥ, ଗୂଢ଼ ଅର୍ଥଟି ଯେତେବେଳେ ଆମ ପାଖକୁ ଆସେ,
ତାହା ରୂଢ଼ିରେ ପରିଣତ ହେଇଯାଏ। ତେଣୁ ଲୋକ ଭଙ୍ଗୀର ଏକ ଶବ୍ଦ ଚାତୁରୀ କହିପାରିବା କିମ୍ବା ବିଶିଷ୍ଟ କଥନ ଭଙ୍ଗୀ, କଥନ ରୂପ, ଯୁକ୍ତିସିଦ୍ଧ ଗଠନ ରୀତି ଅପେକ୍ଷା ଲୌକିକ ବ୍ୟବହାର ଉପରେ ଏହା ମୁଖ୍ୟତଃ ନିର୍ଭର କରିଥାଏ। ଲୋକମାନେ ଆବହମାନ କାଳରୁ, ବହୁ କାଳରୁ ସମାଜରେ ବ୍ୟବହାର କରିଥିବା ବାକ୍ୟାଂଶକୁ ଆମେ ରୂଢ଼ି ବୋଲି କହୁ। ମୁଁ ଭାବୁଛି ଆପଣମାନେ ବୁଝୁଥିବେ ଯେ ଯୋଉ କଥାଟି ପୁରା ସ୍ପଷ୍ଟ ହେଇଯାଉଛି ସେ କଥାର କିଛି ତାକୁ ଆମେ ରୂଢ଼ି ଭାବରେ ଗ୍ରହଣ କରିବାନି, କିନ୍ତୁ ଏମିତି ଏକ ବାକ୍ୟାଂଶ ଯାହା ଅର୍ଥଦ୍ୟୋତକ ଏବଂ ତା ଭିତରେ ସୁଗୁମ୍ଫିତ ଅର୍ଥାତ୍ ସୁନ୍ଦର ଭାବରେ ଗୋଟେ ଅର୍ଥଟେ ଲୁଚିକି ରହିଥିବ, ତାକୁ ଆମେ ସେଇ ଉକ୍ତିଟିକୁ ପ୍ରସିଦ୍ଧି ସମ୍ପନ୍ନ ଉକ୍ତି ଭାବରେ ଆମେ ଗ୍ରହଣ କରୁ, ତାକୁ ରୂଢ଼ି କୁହାଯାଇପାରେ। ସେ ଶବ୍ଦ ଜାତିକୁ ରୂଢ଼ି କୁହାଯାଇପାରେ। ଧରାଯାଉ ଆମ ଘରେ ଯେମିତି ଗୋଟେ ଉଦାହରଣ ମୁଁ ଦଉଛି, ଧରାଯାଉ ଗୋଟେ ଛୋଟ ପିଲା ସହିତ ଆପଣଙ୍କ ଭିତରୁ କେହି ଖେଳୁଛନ୍ତି ଏବଂ ପିଲାଟି ଆପଣଙ୍କ ଘରେ ଖଟ ତଳେ ଲୁଚିଛି ଏବଂ ଆପଣ ତାକୁ ଦେଖି ପାରୁଛନ୍ତି, କିନ୍ତୁ ସିଏ ଭାବୁଛି ମତେ କିଏ ଦେଖୁନାହାନ୍ତି। ଆମେ ଏମିତି ପରିସ୍ଥିତିରେ ଆମେ କହୁ ଲୁଚିଛି ନା ଗୋଡ଼ ଦିଟା ଦିଶୁଛି, ଅର୍ଥାତ୍ ସେ ସମ୍ପୂର୍ଣ୍ଣ ରୂପେ ଉଭା, ଲୁଚିବା ପରି ଅଛି କିନ୍ତୁ ସବୁ ଦିଶୁଛି। ସେମିତି ଏଇ ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ଆକୁ ଆମେ ଆମର ବ୍ୟକ୍ତିଗତ ଜୀବନରେ ମଧ୍ୟ ବ୍ୟବହାର କରୁ। ଏଇଟା ସିନା ଖେଳରେ ଗଲା, କିନ୍ତୁ ଯେତେବେଳେ ବ୍ୟକ୍ତିଗତ ଜୀବନରେ ଆସେ ସେତେବେଳେ କଣ କହିବା, ଯେ ଆମେ କୌଣସି କଥାକୁ ଗୁପ୍ତ ରଖିବାକୁ ଚାହୁଁଛେ କିନ୍ତୁ ସଂସାର ଜାଣିଛି। ସେତିକି ବେଳେ ଆମେ କଥା ପ୍ରସଙ୍ଗରେ କହେ କି ଆମକୁ କେହି କହେ ଯେ ଲୁଚେଇଲେ କଣ ହବ, ଲୁଚିଛି ନା ଗୋଡ଼ ଦିଟା ଦିଶୁଛି, ଅର୍ଥାତ୍ ସବୁ କିଛି ସ୍ପଷ୍ଟ। ତେଣୁ ରୂଢ଼ି ସମ୍ପର୍କରେ ଏନସାଇକ୍ଲୋପିଡ଼ିଆ ଆମେରିକାରେ ଗୋଟେ ବାକ୍ୟଟି ଅଛି, ଗୋଟେ ପରିଭାଷା ଅଛି, ସଂଜ୍ଞା ଯାହାକୁ ଆପଣମାନେ କହନ୍ତି, a form of expression peculiar to language and based on popular uses rather than on normal grammatical or logical construction. Idioms cannot be translated literally into other languages. ଏନସାଇକ୍ଲୋପିଡ଼ିଆ ଆମେରିକାରେ ରୂଢ଼ି ସମ୍ପର୍କରେ ଏହି ପରିଭାଷା ରହିଛି। ଆକୁ ଆମେ ଚାହିଁଲେ ମଧ୍ୟ ଅନୁବାଦ କରିପାରିବା ସମ୍ଭବ ନୁହେଁ, କାରଣ ଏହା ଗ୍ରାମୀଣ ବା ଆମର ଲୌକିକ ଜୀବନରେ ଏଟା ପ୍ରଚଳିତ ହେଇଛି, ଗୋଟେ ଉଦ୍ଦେଶ୍ୟ ଭିତ୍ତିକ ଗୋଟେ ଉପସ୍ଥାପନା, ଗୋଟେ ଅଭିବ୍ୟକ୍ତି। ଏହା ଖୁବ୍ ସଂକ୍ଷିପ୍ତ। ଯଦି ଆମେ ଦେଖିବାର ରୂପ ତାହେଲେ ଗଠନ ଦୃଷ୍ଟିରୁ ଏହା ସଂକ୍ଷିପ୍ତ, କିନ୍ତୁ ଯେମିତି ମୁଁ କହିଲି ଶବ୍ଦର ଉଦ୍ଦେଶ୍ୟ ତା ଭିତରେ ଗୁମ୍ଫିତ ଥାଏ। ତାର ଲକ୍ଷଣା, ବ୍ୟଞ୍ଜନା, ଅଭିଧା, ଯାହା ଲକ୍ଷଣ ଯାହା ପଢିଲା ପରେ ଆମକୁ ଲାଗେ ସେଟା ଲକ୍ଷଣା, ବ୍ୟଞ୍ଜନା ହଉଛି ତାର ଅନୁରଣିତ ହଉଥିବା ଅନ୍ତର୍ନିହିତ ଭାବସତ୍ତା, ତା ଭିତରର ବ୍ୟଞ୍ଜନାଟି କଣ। ତେଣୁ ମାନବର ବ୍ୟବହାରିକ ଜୀବନର ବିଭିନ୍ନ କ୍ଷେତ୍ରରୁ ଜ୍ଞାନ ଆହରଣ କରିକି ଏଇ ସବୁ ବାକ୍ୟାଂଶ ଗୁଡ଼ିକ କୋଉ କାଳରୁ କିଏ ପ୍ରୟୋଗ କରିଛି ତାର କୌଣସି ନିର୍ଦ୍ଧାର୍ଯ୍ୟ ସମୟ ତିଥି ଆମେ ଜାଣିନାହେଁ, ତାକୁ ଆମେ ଲୋକ ସାହିତ୍ୟ ଅନ୍ତର୍ଭୁକ୍ତ କରେ ଏବଂ ଏଥିରେ ବୌଦ୍ଧିକତା ବହୁତ ଥାଏ। ପ୍ରଚୁର ମାତ୍ରାରେ ଲୋକଙ୍କର ଅନୁଭୂତି ସିଦ୍ଧ କଥା ଯେହେତୁ ଏଥିରେ ସୁଗୁମ୍ଫିତ, ଏହାକୁ ବୁଦ୍ଧି ପ୍ରସୂତ ବା ବୌଦ୍ଧିକତା ସମ୍ପନ୍ନ ଉକ୍ତି ଭାବରେ ଆମେ ନଉ। ସଂକ୍ଷେପରେ ଯଦି ଆମେ କହିବା, ରୂଢ଼ି ହଉଛି ପ୍ରସିଦ୍ଧି ସମ୍ପନ୍ନ ଅର୍ଥାତ୍ ଲୋକ ପ୍ରଚଳିତ, ଅନୁଭୂତି ଲବ୍ଧ, ବହୁତ ଏକ୍ସପିରିଏନ୍ସ, ବହୁତ ଅନୁଭବକୁ ଏଥିରେ ସାମିଲ କରାଯାଇଥାଏ। ଏକ ପ୍ରତ୍ୟକ୍ଷ ଜ୍ଞାନ, ଯଦିଓ ଏହାର ପ୍ରକାଶ ଭଙ୍ଗୀ ଟିକେ ମାନେ ସ୍ପଷ୍ଟ ନଥାଏ, ପ୍ରକାଶ ଭଙ୍ଗୀଟା ଡାଇରେକ୍ଟ ଥାଏ, ପ୍ରତ୍ୟକ୍ଷ ଥାଏ ଏବଂ ତାର ଉଦ୍ଦେଶ୍ୟଟା ସମ୍ପୂର୍ଣ୍ଣ ରୂପେ ପରୋକ୍ଷ ଥାଏ।
तेणु एथिरे आमे देखिबा ओडिया भाषा प्रचलित रूढ़ी को आमे 3 भागरे विभक्त करिबा। आपण माने मने रखिबे क्रियायुक्त रूढ़ी, क्रियाहीन रूढ़ी, तुलनात्मक रूढ़ी। बहु छुआ बेलू जदि आपण मानकर ग्रामीण परिवेश सहित संपृक्ति थाए ताले निश्चय आपण क्रियायुक्त रूढ़ी, क्रियाहीन रूढ़ी, तुलनात्मक रूढ़ी संस्पर्श रे आपण माने आसीथिबे अर्थात भुक्तभोगी होइथिबे। एटा छुंची मुहाटा आमे जेतले कथा प्रसंग रे कहू एटा छुंची मुहाटा किंबा जेमती कहंती साखी सुंढी साखी माताल कहीं खुंट परी कहीं छिड़ा हेचु ए जो परी शब्द लागिला जे तुलनात्मक आसे घोड़ा मुहा तुलनात्मकटा एथिपाई कहली प्रथमे तार कारण होची ए शब्दर संस्पर्श रे आपण माने आसीथिबे प्रायतः जोको परी से मो सहित लागिची अर्थात गोटे कौन काम करेबा उद्देश्य रे जोको परी लागिबा ता पछरे पड़ी जिबा गध परी खटणी एठी गध परी खटिबाकू पडुची तेणु गध परी परी जोटी तुलना आसीगला तुल्य तेणु तुलनात्मक रूढ़ी संस्पर्श रे आपण माने आसीथिबे। क्रियाहीन रूढ़ी अंधर लौड़ी कौन पछरे कौन आमे खाइबा रखिबा गोटे क्रिया माने जितले आमे रखुचे से रखिला रखिबाटा गोटे काम पढ़िबा गोटे कर्म तेणु क्रिया एठी रहुची तेणु एठी होची क्रियाहीन रूढ़ी अर्थात जो शब्दटी जो रूढ़ीटी प्रयोग हेइथिबो सेथिरे कोनोसी क्रिया नथिबो। मु आउ थरे बुझेइबी क्रियायुक्त रूढ़ी तेणु रूढ़ी को 3 भागरे विभक्त आमे करिचे क्रियायुक्त रूढ़ी, क्रियाहीन रूढ़ी, तुलनात्मक रूढ़ी। क्रियायुक्त रूढ़ी कोउडा जो वाक्यांश रे क्रिया थाए क्रियापद थाए ताहा क्रियायुक्त रूढ़ी जेमती कुहुड़ी पहरिबा पहरिबाटा गोटे कर्म क्रिया तेणु कुहुड़ी पहरिबा चिता काटिबा आपण माने मने रखिबे जोथरे किछि कर्म बा क्रिया को जोड़ा हेतिबो जो पदटीर पछकू शेषकू कौन सी गोटे कार्य सूचना दउथबो हेटा क्रियायुक्त बुझी पारले काटिबा खेलेबा ना करिबा धर करिबा करिबाटा धरिबाटा देखंतु केमती उदाहरण आमे नबा ना करिबा से बहुत ना करची माने अर्थात बहुत जस कीर्ति अर्जन करची। हाथ धरिबार अर्थ नुह जे जनक हाथ जणे धरिबा विवाह अर्थ रे गाँ गहली रे हाथ धरिबा शब्दटा को माने पदटी को व्यवहार करा जाए जो क्रिया अच्छी क्रिया पद अच्छी ता क्रियायुक्त रूढ़ी अकस रखिबा अंधार घरे बाड़ी बुलेइबा अक्कल शिखेबा अहंता रखिबा अंटा भांगिबा अंटा भिड़िबा अंटा भांगिबा एठी अंटा भांगिबा नुह तार उदाहरण आमे आलोचना करिबा। तेणु जोठी क्रिया कौनसी वाक्य रे क्रियापद थाए ताहा क्रियायुक्त रूढ़ी क्रियाहीन जो वाक्यांश रे क्रियापद न थाए ताहा क्रियाहीन रूढ़ी तुलनात्मक रूढ़ी काहाकू जो विशिष्ट वाक्यांश को अन्य वाक्यांश सहित तुलना करा जाए विशेष अर्थ प्रकाश करा जाए ताहाकू तुलनात्मक रूढ़ी कहा जाए। उदाहरण स्वरूप जेमती क्रिया थिले रखिबा करिबा पढ़िबा बोलिबा देबा किंतु आपण मानकू जितले प्रश्न आसीबो खाली एतिकी लिखिदेले हेबो नाही प्रथमे रूढ़ीटी को लिखिबे धरा जो प्रश्न पड़छि अर्धचंद्र देबा देबारु आपण देबा शब्द को पढ़िकरी आपण जानि सले देबा माने गोटे क्रिया तेणु एटा क्रियायुक्त रूढ़ी बोली आपण धरी सारिलेनी एठी कोन करिवे आपण पछते रूढ़ी प्रयोग कर अर्धचंद्र देबा प्रश्नटी आसीछि आपण अर्धचंद्र देबा लेखिकी ता ब्रैकेट रे लिखिबे तंटिया देबा उदाहरण मालिक चाकरटी को अर्धचंद्र देई बाहर करिदेले चोरी करिथिबा चाकरी माने अर्धचंद्रटा गोटे भल घटना नुहे अर्थात जनकू कष्ट दबा जनकू धक्का देकी बाहर करदबा काहेकि देले ना प्रकृति रे भूल करिथिबार ताको अर्धचंद्र देले
ଅନ୍ଧାରକୁ ଟେକା ପକେଇବା, ପକେଇବା ଶବ୍ଦରୁ ଆପଣ ଜାଣୁଛନ୍ତି ଏଇଟା ନିହାତି ପକ୍ଷେ ଗୋଟେ କ୍ରିୟାପଦ, କ୍ରିୟାଯୁକ୍ତ ରୂଢି। ଅନ୍ଧାରକୁ ଟେକା ପକେଇବା ଲେଖା ହେଇଛି, ତେଣୁ ସେଠିକି ଲେଖିକି ବ୍ରାକେଟରେ ଲେଖିବେ ଅନୁମାନ କରିବା। କଥାଟିକୁ ପ୍ରଶ୍ନଟିକୁ ଭଲ ଭାବରେ ନ ଜାଣି ମଧ୍ୟ ସେ ଅନ୍ଧାରକୁ ଟେକା ପକେଇଲା ଅର୍ଥାତ୍ ଢାବା ପିଟିଲା, ଅର୍ଥାତ୍ ଅନୁମାନ କଲା। ତେଣୁ ଅନୁମାନ କରି କହିବା ଏଇଟିକି ଲେଖିଲେ ହିଁ ଆପଣଙ୍କୁ ମାର୍କ ମିଳିବ। ତେଣୁ ଅନ୍ଧାରକୁ ଟେକା ପକାଇବା ବ୍ରାକେଟ ଅନୁମାନ କରିବା। ଅର୍ଥ ଶ୍ରାଦ୍ଧ କରିବା, ଅଯଥାରେ ଗୁଡାଏ ଅପବ୍ୟୟ ହେଇଯିବା, ଏଇଟା ହଉଛି ଅର୍ଥ। ତେଣୁ ପ୍ରଚ୍ଛନ୍ନ ଅର୍ଥ, ତାର ଗୁହ୍ୟ ଅର୍ଥକୁ ବୁଝିପାରିବା ହିଁ ରୂଢିର ମୁଖ୍ୟ କଥା। ତେଣୁ ଏଇଟା ହେଲା କ୍ରିୟା ଯୁକ୍ତ ରୂଢିର ଉଦାହରଣ ଆମେ ଦଉଥିଲେ। କ୍ରିୟାହୀନ ରୂଢି ଅକଲ ସଲାମୀ, ଜଣକୁ ବୁଦ୍ଧି ମାନେ ଅକଲ ସଲାମୀ ଦବା ଅର୍ଥାତ୍ ଠିକଣା ବୁଦ୍ଧି ଦବା, ଜବାବ ରଖିବା, ଅର୍ଥାତ୍ ଜଣେ ତମକୁ ଧୋକା ଦେଇଛି, ଜଣେ ତମକୁ ଠକିଛି, ତାକୁ ନାମ ଦେବା, ତାକୁ ଅକଲ ସଲାମୀ ଦବା, ମାନେ ବୁଦ୍ଧି ଦ୍ୱାରା ମାତ ଦବା। ଅନ୍ଧର ଲଉଡି, ଗୋଟେ ନିରାଶ୍ରୟର ଆଶ୍ରୟ। ଯେମିତି ଗୋଟେ ରୂଢି ପାଇଁ ଆଉ ଗୋଟେ ଆମେ କହିଲେ, କିନ୍ତୁ ତାକୁ ଅନ୍ଧର ଲଉଡି ମାନେ ଯାହାର କି ଅବଲମ୍ବନ ନାହିଁ। ତେଣୁ କୃଷ୍ଣଙ୍କ ପାଇଁ, ଯଶୋଦାଙ୍କ ପାଇଁ କୃଷ୍ଣ ଥିଲେ ତାଙ୍କ ଅନ୍ଧର ଲଉଡି। ତେଣୁ କ୍ରିୟାହୀନ ରୂଢି କେମିତି, ତାପରେ ଆମେ କୌଣସି କ୍ରିୟା ଥିବା ପଦକୁ ପାଉନାହିଁ, ତେଣୁ ଏଟା ହଉଛି କ୍ରିୟାହୀନ ରୂଢି। ଏବେ ଆମେ ଜାଣିବା ତୁଳନାତ୍ମକ ରୂଢି। ଯଦି କୌଣସି କଥାଟିକୁ, ଯୋଉ ପଦଟିକୁ ଆମେ ପଢୁଛେ, ସେଠି ଆମକୁ ଜଣା ପଡିଯାଉଛି ଯେ ଏଥିରେ ଦିଟା ତତ୍ଵ ଅଛି ଯାହାକୁ ଆମେ ତୁଳନା କରିପାରିବା। ଯେମିତି ଛୁଞ୍ଚି ମୁହା, ତା ମୁହଁ କେମିତି ଛୁଞ୍ଚି ପରି, ସେମିତି ନୁହଁ। ଛୁଞ୍ଚି ମୁହା ମାନେ ଶାଣିତ କଥା ଯାହାର, ଛୁଞ୍ଚି ମୁହା। ଗଧ ଖଟଣି, କାହା ପରି ଖଟଣି? ଗଧ ପରି ଖଟଣି। ଖୁଣ୍ଟଟା ପରି ଛିଡା ହେଇଛୁ, ପରି ଶବ୍ଦ ଆସିଛି, ତେଣୁ ଏହା ତୁଳନାତ୍ମକ ରୂଢି। ଏଥିରେ ଏହାକୁ ଆମେ ତୁଳନାତ୍ମକ ରୂଢି ଭାବରେ ଗ୍ରହଣ କରିପାରିବା। ଏମିତି ଆପଣମାନଙ୍କୁ ବହୁତ ଶବ୍ଦରେ ଏ ପଦ ଗୁଡ଼ିକ ମନେ ରଖିବାକୁ ପଡିବ। ଶବ୍ଦ ଗୁଡ଼ିକର ପ୍ରକୃତ ବ୍ୟଞ୍ଜନାର୍ଥ ତାକୁ ବୁଝିବାକୁ ପଡିବ, ତାର ପ୍ରକୃତ ଉଦ୍ଦେଶ୍ୟ କଣ, କୋଉଥିପାଇଁ ଏମିତି ଶବ୍ଦର ବ୍ୟବହାର କରାହେଇଛି, ପଦର ବ୍ୟବହାର କରାହେଇଛି। ଯେମିତି ଆଇନ ଉଠିବା, ଦାନା ଉଠିବା, ହାତ ଉଠିବା। ହାତ ଉଠିବାଟା ଆପଣ ମାନେ ଜାଣିଛନ୍ତି, ତାର ହାତ ଉଠିଗଲା ଅର୍ଥାତ୍ ସେ ମାଡ ଦେଲା। ରଙ୍ଗ ଉଠିବା, ରଙ୍ଗ ଛାଡିଯିବା। ମନ ଉଡିବା ଅର୍ଥାତ୍ ଖୁସି ହବା। ଉଡିବା ଏଇଟା ଆପଣ ମାନେ ଜାଣିପାରୁଥିବେ, ଯୋଉଠି କିଛି କ୍ରିୟା ଅଛି ସେଟା କ୍ରିୟା ପଦ, କ୍ରିୟା ରୂଢି। ଯୋଉଠି ଗଳ ଗ୍ରହ ଅର୍ଥାତ୍ ତମର ଜୀବନର ଯିଏ ସବୁଠୁ ବଡ ପ୍ରତିବନ୍ଧକ, ତାକୁ ଆମେ ଗଳଗ୍ରହ କହୁ। ଅବାଞ୍ଛିତ ବ୍ୟକ୍ତି କିମ୍ବା ଯାହାର ଦାୟିତ୍ୱ ବାଧ୍ୟ ହୋଇ ନେବାକୁ ହୁଏ। ଆଚ୍ଛା, ଏଇଟା ଦେଖିବେ କାଚ କେନ୍ଦୁ ପରି ପାଣି, ପରି ଶବ୍ଦଟା ରହିଛି, ତେଣୁ ଏହା ତୁଳନାତ୍ମକ ରୂଢି। ତେଣୁ ଆମେ ଆଜି ରୂଢି ପ୍ରୟୋଗ ଉପରେ ଆଲୋଚନା କରୁଥିଲେ। ରୂଢି ପ୍ରୟୋଗ ସମ୍ପର୍କରେ ଯେତେବେଳେ ଆମେ ଆଲୋଚନା କରୁଛେ, ସେଥିରେ ମଧ୍ୟ ଆମର ବୌଦ୍ଧିକତା ମୁଖ୍ୟ ଭାବରେ ଉତ୍ତରଦାୟୀ। କାରଣ ବୁଦ୍ଧି ଥିଲେ ହିଁ ଆପଣମାନେ ତାର ବ୍ୟବହାରକୁ ନିଶ୍ଚିତ ଭାବରେ ହୃଦବୋଧ କରିପାରିବେ। ତେଣୁ ଆଉ ଟିକେ ମୁଁ ଆପଣମାନଙ୍କ ଉଦ୍ଦେଶ୍ୟରେ ରୂଢିର ଅର୍ଥକୁ ବୁଝେଇ ଦେବାକୁ ଚାହୁଁଛି। ରୂଢି ଅର୍ଥ ହଉଛି ମାନେ ଅର୍ଥବୋଧକ ଶବ୍ଦ। ତେଣୁ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଅଛି ଯେ ଅର୍ଥ ଛଡା ଅନ୍ୟ ଅର୍ଥ ବୁଝାଇବାର ଶକ୍ତି ଯେଉଁଠି ଥାଏ, ତାହା ହିଁ ହଉଛି ରୂଢି। ରୂଢି ହଉଛି ବହିର୍ଭୂତ ଅର୍ଥ ପ୍ରକାଶର ଶକ୍ତି। ତରୁଣ ଶବ୍ଦକୋଷରେ ତାକୁ ବୁଝାଇଛି ଯେ ରୂଢି ହଉଛି ପ୍ରସିଦ୍ଧି, ଉତ୍ପତ୍ତି, ବ୍ୟୁତ୍ପତ୍ତି ବା ବହିର୍ଭୂତ ଅର୍ଥ ପ୍ରକାଶର ଶକ୍ତି। ଯାହା ପଢୁଥିବେ ସେଇଟା ନଥିବ, ତା ଭିତରେ ଗୋଟେ ପ୍ରଚ୍ଛନ୍ନ ଗୋଟେ ଅର୍ଥ ଲୁଚିକି ରହିଥିବ। ରୂଢିର ଅର୍ଥ ହଉଛି ମଧ୍ୟ ଉତ୍ପତ୍ତି, ପ୍ରସିଦ୍ଧି।
ଆକୁ କୁହାହେଇଛି ସରଳ ଓଡ଼ିଆ ଅଭିଧାନରେ। ପୁଣି ମଧ୍ୟ କୁହାହେଇଛି ପ୍ରକୃତି ପ୍ରତ୍ୟୟ ଅର୍ଥକୁ ଅପେକ୍ଷା ନ କରି ଅନ୍ୟାର୍ଥ ପ୍ରକାଶକ ଶବ୍ଦ। ଏଇଟା କହିଛନ୍ତି ଶବ୍ଦ ତତ୍ତ୍ୱ ବୋଧ ଅଭିଧାନରେ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା। ତେଣୁ ରୂଢ଼ିର ପ୍ରକୃତି